କେମିତି ତୋର ମାମୁଁ ଏମିତି କହିବି? ମୋର କୋଉ ଭଉଣୀର ପୁଅ ତୁ? ଟିକେ ଯାଆନ୍ତୁ। ଆଜି ଦାରିଙ୍ଗବାଡ଼ି ଶୀତ ମହୋତ୍ସବରେ ମୋତେ କଲେକ୍ଟର ସାର୍, ଏଡିଏମ୍ ସାର୍, ବିଡିଓ ସାର୍ ଏବଂ ସଭାପତି ମହୋଦୟ ସମସ୍ତଙ୍କୁ, ଚେୟାରମ୍ୟାନ୍ ସାର୍ ସମସ୍ତଙ୍କୁ ମୋର ପ୍ରଣାମ ଏବଂ ଏଠାରେ ଉପସ୍ଥିତ ମୋର ସମସ୍ତ ଗୁରୁଜନମାନଙ୍କୁ ନମସ୍କାର। ପାଲା ବାଲା ଆସିନି, ସେ ପାଲା କରି ତୁ କଣ ପାଲା କରୁ? ଏବଂ ପ୍ରଥମେ ଏ ମଞ୍ଚରେ ଉପସ୍ଥିତ ସମସ୍ତ ହାଲୋଜିନି ମାଉସୀ ମାନଙ୍କୁ ନମସ୍କାର। ସତ ସତିକା କେତେ ମାଉସୀ ବସୁଛନ୍ତି, ହାଲୋଜିନି ମାଉସୀ କଣ ନମସ୍କାର? ସିଏ ନଥିଲେ ଆମକୁ କଣ କିଏ ଦେଖିପାରିବ? ଏଇଟା ହଉଛି ସତ କଥା। ତେଣୁ ମୁଁ ଆଗେ ଲାଇଟ୍ ମାନଙ୍କୁ ନମସ୍କାର ଜଣାଉଛି ଏବଂ ଦ୍ୱିତୀୟରେ ଉପସ୍ଥିତ ସମସ୍ତ ପ୍ଲାଷ୍ଟିକ ଚେୟାର ମାନଙ୍କୁ ନମସ୍କାର। ଆଉ ପ୍ଲାଷ୍ଟିକ ଚେୟାର ଉପରେ ଯେ ବସିଛନ୍ତି ତାଙ୍କୁ ନମସ୍କାର। ପାଠ ସାଠ ଜମା ପଢିନୁ, ସାଡୁକୁ ମୁଣ୍ଡ ଜାକି ହଉଛ କଣ? ମୁଁ ଶୀତ ହଉଛି, ତୋତେ ଧରିକିରି ନେବି, ଜାକି ହଉଛି। ରୁହନ୍ତୁ, ମୁଁ ଆଇଛି କାର୍ଯ୍ୟକ୍ରମ କରିବାକୁ। ତୁ କାର୍ଯ୍ୟକ୍ରମ କରିବୁ? ଆଜ୍ଞା। କଣ କରିବୁ? ମତେ ପୁରା ଆମର ଜଳେଶ୍ୱର ବୋଲବମ୍ ସଂଘର ସବୁ ଟୋକା ମାନେ କାଢା ପେଇକି ପକେଇ ଦେଇଛନ୍ତି। ତାଙ୍କୁ ଧନ୍ୟବାଦ। ଦେଖନ୍ତୁ ସବୁ ଇଏ ସବୁ ମୋ ପିଲା। ମିଛ କଥା। ଜଳେଶ୍ୱର ସମାଜ ଚା ପିଉଛ ଅଛ? ହଁ, ସେ ସବୁ ତାଙ୍କୁ ମୁଁ ଲଗେଇ ଦେଇଛି, ସବୁ ଟୋକାଙ୍କୁ ତୋତା। ଯୁଆଡେ ଗଲା ସିଆଡେ ଦଳ ଲୋକଙ୍କୁ ହାତରେ ରଖିଲା। ଆଉ ମୁଁ ଅନୁରୋଧ କରିବି, ଆପଣ ମାନଙ୍କର ଗରମ ପାଣି କାଢା ଯାହା ଦରକାର ସିଏ ପୁରା ଯୋଗଉଛନ୍ତି, ତାଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ। ଇଏ ଶୀତ ମହୋତ୍ସବକୁ ସେ ପୁରା ଉଷୁମ କରି ରଖିଛନ୍ତି। ସେମାନେ ନିହାତି ଶୀତ ମହୋତ୍ସବରେ ଯୋଉ ଖର୍ଚ୍ଚ ହଉଛି, ଆମ ବିଡିଓ ସାର୍ଙ୍କୁ ଆଉ କଲେକ୍ଟର ସାର୍ଙ୍କୁ ମିନିମମ୍ ଲକ୍ଷେ ଟଙ୍କା ଦେବା କଥା। କମ ଚାହା ତାଙ୍କର ବିକ୍ରି ହଉଛି। ଚାହା ଗୋଟାକ ସେ ଆସ୍ତେ ଆସ୍ତେ 3 ଟଙ୍କାରୁ ଆରମ୍ଭ କରିକି 13 ଟଙ୍କା କଲେଣି। ସାର୍ ଆପଣ ଟିକେ ପଛକୁ ଆସ। କୁଆଡେ ଯିବି? ମୁଁ ଟିକେ ଅନୁରୋଧ କରିବି, ଆପଣମାନେ ପରମିଶନ ଦେଲେ ମୁଁ କାର୍ଯ୍ୟକ୍ରମକୁ ଆଗେଇ ନେବି। ଆଉ ପୋଲିସ ମାମୁଙ୍କୁ କୁହନ୍ତୁ ସେଠୁ ପଳାନ୍ତୁ। ଆମର ଏଇଠି ପୋଲିସ ଡିପାର୍ଟମେଣ୍ଟ ଯଦି ନଥାନ୍ତା, ଇଏ କାର୍ଯ୍ୟକ୍ରମ ଏତେ ସୁନ୍ଦର ଭାବରେ ହେଇପାରିନଥାନ୍ତା। ଦେଖ, ଚାରିଆଡେ ଆମ ପୋଲିସ ବାଲା ସମସ୍ତେ ଜଗିକି ରହିଛନ୍ତି। କୋଉଠି ଦୋକାନ, କୋଉ ପଟରେ ଏଣ୍ଟ୍ରି କରିବେ, କୋଉ ପଟରେ ଗାଡି ରହିବ, କୋଉଠି ଶାନ୍ତି ଶୃଙ୍ଖଳା, କୋଉଠି ପାଟିତୁଣ୍ଡ, କୋଉଠି ଝଗଡା। କଲେକ୍ଟର ସାର୍ଙ୍କ ଅର୍ଡରକୁ ଆମେ ମାନିକିରି ଆମ ଡିପାର୍ଟମେଣ୍ଟ ଏଠି ରେଡି ହେଇକିରି ସବୁ କାମକୁ ଶାନ୍ତି ଶୃଙ୍ଖଳାକୁ ଜଗିଛୁ ବୋଲିକି କାର୍ଯ୍ୟକ୍ରମ ହଉଛି। ପୋଲିସ ଡିପାର୍ଟମେଣ୍ଟ ପାଇଁ ଗୋଟେ ଜୋରଦାର ତାଳି ହବ। ଦେଖୁଛ ନା, ପାଇକ ପିଲାଙ୍କୁ ଡାକିଲି ଶଗଡ଼ରେ ବୁଲେଇ ଫୋପାଡ଼ି ଦେବେ। ଅତି ମୁଁ ଗୋଟେ କାର୍ଯ୍ୟକ୍ରମ କରିବି, ଇଏ ଆସିକି ଭାଷଣ ଦେବେ। ତୁ କଣଟା କାର୍ଯ୍ୟକ୍ରମ କରିବୁ କରେ। ମୁଁ ଗୀତ ଗାଇବି, ନାଚିବି, ଡାଇଲଗ କହିବି। ହଁ କି ନାଇଁ? ଆପଣ ମାନେ ସେମିତି କହୁଛନ୍ତି, ଇଏ କଣ ଗୀତ ଗାଇବ? ମୁଁ ଇଂଲିଶରେ ଗାଇବି, ହିନ୍ଦୀରେ ଗାଇବି, ତେଲୁଗୁରେ ଗାଇବି, ଓଡ଼ିଆରେ ଗାଇବି, ସମ୍ବଲପୁରୀ ଗାଇବି, ସବୁ ଭାଷାରେ ଗାଇବି। ଏତେ ଭାଷା ତୁ ଶିଖିଛୁ? କୋଉଠୁ ଆରମ୍ଭ କରିବା ଆଜ୍ଞା ଆପଣ କୁହନ୍ତୁ? ଇଂଲିଶ ଗୀତରୁ ଆରମ୍ଭ କରିବି। ତାପରେ ମୁଁ ଗୀତ ଉପରେ ଗୋଟେ ଆପଣଙ୍କୁ ରଚନା କହିବି। ଆଚ୍ଛା ଆଚ୍ଛା, ରଚନା କହିବୁ? ମୁଁ ଇଂଲିଶ ଗୀତ ଗୋଟେ ଗାଇବି, କାରଣ ଥଣ୍ଡାରେ ଆଉ କୋଉ ଭାଷାର ଗୀତ କାମ ଦବନି। ଆଚ୍ଛା ଆଚ୍ଛା, ମୁଁ ଗାଉଛି। ହଁ ଗା। ଗୋଟେ ତାଳି ହଉ ଦୟାକରି। 1 2 3 4 5 6। ଆବେ ଗୀତ ଗାଉଛି ନା ଚଉକ ବସୁଛୁ? ଆରେ ଇଏ ବୁଝିପାରୁନାହାନ୍ତି, ଓଡ଼ିଆ ଗୀତଟା କଣ୍ଠରୁ ବାହାରିବ, ଇଂଲିଶ ଗୀତ ଅନ୍ତ ଉଜୁଳାରୁ ବାହାରିବ। କୋଉଠୁ ବାହାରିବ? ଅନ୍ତ ଉଜୁଳାରୁ। ମୁଁ ସେଇଥିପାଇଁ ପୋଜିସନ ନଉଥିଲି। ଯିବା 1 2। ଯିଏ ବୁଝି ନ ପାରିବ ମୋ ଫୋନ ନମ୍ବର ନବ, ମତେ 8 ଦିନ ପରେ ପଚାରିବ। କାଇଁ 8 ଦିନ କଣ ଏତେ ବ୍ୟସ୍ତ? ମୁଁ ଚର୍ଚ୍ଚାରି କରୁଛି ନା, ଟାଇମ ନାହିଁ। ଆଚ୍ଛା ଆଚ୍ଛା, ହଉ ଠିକ ଅଛି। ସେଠି 6ଟା ବିଲୁଆ 3ଟା କୁକୁର ଅନେଇଲେ। କଣ ମୁଁ ଏମିତି ଖରାପ ଗାଇଲି? କୁକୁର ଗାଇବୁ କଣ? ତୁ ଗୋଟେ ପିଲା, ଗୀତ ଗାଇବୁ ଯଦି ଇଂଲିଶ ଗୀତ ଗାଇବୁ, କିଛି ନାହିଁ କେ କା ହେଇ ଚେ ଚା ହେଇ କୋଉ ଅନ୍ତ ବୁଝିଲାରୁ ଚାର ଚାର ଇଂଲିଶ ହେଇପାରିବନି। ତମର ବୟସ ହେଇନି ମୋ ଗୀତ ବୁଝିବାକୁ। ଆଜ୍ଞା, ପ୍ରକୃତରେ ଗୀତ ଯେତେବେଳେ ବାହାରିଥିଲା କୋଉଠି ଥିଲା, ବର୍ତ୍ତମାନ ଗୀତ ଆସି କୋଉଠି ପହଞ୍ଚିଲା
କାହାଣୀ ତାର ଗୋଟେ ଛୋଟିଆ ଝଲକ ଦଉଛି। ପ୍ରଥମେ ଗୀତ ଭାଗବତ ଟୁଙ୍ଗିରେ ଥିଲା, ସେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କର ଗୀତ ଗାଁ ଗହଳିରେ ବାଜୁଥିଲା। ଭାଇ ଟିକେ ଟିକେ ଧରିବେ। କାଳିଆ ଶାନ୍ତ